ଜାତିର ବରପୁତ୍ର ଜାତିର ଗୌରବ ସମ୍ମାନୀୟ ବିର୍ସା ମୁଣ୍ଡାଙ୍କର 150ତମ ଜନ୍ମ ଅବସରରେ ମୁଁ ଭକ୍ତିପୂତ ପ୍ରଣାମ କରୁଛି। ଯଦି ଦେଖିବା ଆବାହମାନ କାଳରୁ ଜଙ୍ଗଲ ଓ ଆଦିବାସୀ ତଥା ଜଙ୍ଗଲରେ ବାସ କରୁଥିବା ଅନ୍ୟାନ୍ୟ ପାରମ୍ପରିକ ଅଧିବାସୀମାନଙ୍କର ସମ୍ପର୍କ ଟଙ୍କାର ଦୁଇଟି ପାର୍ଶ୍ୱ ଭଳି। ଜଙ୍ଗଲ ଛାଡ଼ି ବଞ୍ଚିବା ଏମାନଙ୍କ ଦ୍ୱାରା ଅସମ୍ଭବ। ଜଙ୍ଗଲ ବିଭାଗ ଅଧିକାରୀମାନଙ୍କର ଜଙ୍ଗଲ ସୁରକ୍ଷା ନାମରେ ଆଦିବାସୀମାନଙ୍କୁ ହେଉଥିବା ଶୋଷଣକୁ ବିରୋଧ କରି ସମ୍ମାନୀୟ ବିର୍ସା ମୁଣ୍ଡା ଓଡ଼ିଶାର ଧରଣୀଧର ଭୂଇଁଆ ସେମାନେ ତାଙ୍କର ଜୀବନକୁ ଜଳାଞ୍ଜଳି ଦେଇଛନ୍ତି। ସେମାନେ ସବୁବେଳେ ଚାହିଁଛନ୍ତି ଜଙ୍ଗଲରେ ବାସ କରୁଥିବା ଅଧିବାସୀମାନଙ୍କର ଜୀବନ ସୁରକ୍ଷା, ତାଙ୍କର ଖାଦ୍ୟ ନିରାପତ୍ତା ପ୍ରତି କିପରି ଭାବରେ ସେମାନେ ସୁଦୃଢ଼ ରହିବେ, ସେଥିପାଇଁ ସବୁବେଳେ ସରକାରଙ୍କ ସହିତ, ଇଂରେଜ ସରକାରଙ୍କ ସହିତ, ରାଜାମାନଙ୍କ ସହିତ ସେମାନେ ସବୁବେଳେ ପାଇଁ ସଂଗ୍ରାମ କରିଛନ୍ତି। ଯାହାର ସଂଗ୍ରାମ ଧୀରେ ଧୀରେ ଗୁଞ୍ଜରିତ ହୋଇ ଭାରତ ସ୍ୱାଧୀନତା ପରେ ମଧ୍ୟ ଏହା ଦେଖିବାକୁ ମିଳିଛି। ଭାରତ ସ୍ୱାଧୀନତା ପରେ ଯେତେବେଳେ ଆମର ସରକାର ଆମ ହାତକୁ ଆସିଲା, ଇଂରେଜ ସରକାରମାନଙ୍କ ହାତରୁ ଛାଡ଼ି ଯେତେବେଳେ ଆମେ ଗଣତନ୍ତ୍ରର ସରକାର ଗଠନ କଲେ, ସେତେବେଳେ ଧୀରେ ଧୀରେ ସମାଜ ବୁଝିଲା, ସରକାର ବୁଝିଲା, ହଁ ପ୍ରକୃତରେ ଆଦିବାସୀମାନଙ୍କର ଯେଉଁ ଜଙ୍ଗଲ ପ୍ରତି ଥିବା ପ୍ରେମ, ଜଙ୍ଗଲ ପ୍ରତି ଥିବା ଜୀବିକା ପାଇଁ ତାଙ୍କର ଯେଉଁ ନିର୍ଭରଶୀଳତା ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ। ସେଇଥିପାଇଁ ସେ ଜଙ୍ଗଲରେ ବାସ କରୁଥିବା ଆଦିବାସୀମାନଙ୍କୁ ଏବଂ ଜଙ୍ଗଲରେ ବାସ କରୁଥିବା ଅଧିବାସୀମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ସେ ସ୍ଥିର କରିଥିଲା। ସେଥିପାଇଁ 29/12/2006 ମସିହାରେ ରାଷ୍ଟ୍ରପତି ଏହାକୁ ସ୍ୱୀକୃତି ଦେଇଥିଲେ ଯେ ଲୋକମାନଙ୍କୁ ତାଙ୍କର ଜଙ୍ଗଲରେ ବାସ କରୁଥିବା ଅଧିବାସୀ ଏବଂ ଜଙ୍ଗଲରେ ବାସ କରୁଥିବା ଅଧିବାସୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିବା ପାଇଁ, ଯେଉଁଠି ସୃଷ୍ଟି ହୋଇଥିଲା FRA ବା ଫରେଷ୍ଟ ରାଇଟ୍ ଆକ୍ଟର ଜନ୍ମ ହୋଇଥିଲା ବା ଜଙ୍ଗଲ ଅଧିକାର ଆଇନ 2006 ଜନ୍ମ ଲାଭ କରିଥିଲା। ଜଙ୍ଗଲ ଅଧିକାର ଆଇନ ଅର୍ଥାତ୍ ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ଅଧିବାସୀମାନଙ୍କୁ ସେମାନଙ୍କର ପାରମ୍ପରିକ ଅଧିକାର ପ୍ରଦାନ କରିବା ସହିତ ସେମାନଙ୍କର ଖାଦ୍ୟ ନିରାପତ୍ତା ଏବଂ ଜୀବିକାର ସୁରକ୍ଷା ପ୍ରଦାନ କରିବା ଏହି ଆଇନର ମୂଳ ଲକ୍ଷ୍ୟ ଥିଲା। ଯଦି ଆମେ ଦେଖିବା ଜଙ୍ଗଲ ଅଧିକାର ଆଇନରେ କ'ଣ କ'ଣ ସବୁ ଅଧିକାର ପ୍ରଦାନ କରାଯାଇଛି, ଯଦି ଆମେ ଦେଖିବା 13 ଡିସେମ୍ବର 2005 ପୂର୍ବରୁ ଜଙ୍ଗଲରେ ବାସ କରୁଥିବା ସମସ୍ତ ଆଦିବାସୀମାନଙ୍କୁ ଏବଂ 13/12/2005 ପୂର୍ବରୁ 13/12/2005ର 75 ବର୍ଷ ପୂର୍ବରୁ ବା 75 ବର୍ଷ ପୂର୍ବରୁ ଭୋଗ ଦଖଲ କରି ରହୁଥିବା ଜଙ୍ଗଲ ଅଧିବାସୀମାନଙ୍କୁ ପଟ୍ଟା ଦେବାର ବ୍ୟବସ୍ଥା ଏହି ଆଇନରେ କରାଯାଇଥିଲା। ସେଥିପାଇଁ ଯଦି ଆମେ ଦେଖିବା ସେମାନଙ୍କୁ ବ୍ୟକ୍ତିଗତ ଅଧିକାର ଏବଂ ଗୋଷ୍ଠୀଗତ ଅଧିକାର ପ୍ରଦାନ କରାଯାଇଥିଲା। ବ୍ୟକ୍ତିଗତ ଅଧିକାର ଏବଂ ଗୋଷ୍ଠୀଗତ ଅଧିକାରକୁ ସେମାନେ ସାବ୍ୟସ୍ତ କରିବା ପାଇଁ ସେମାନେ ତାଙ୍କର ଗାଁରେ ବା ଯେଉଁ ପଡ଼ାଟାକୁ କହୁଛନ୍ତି, ଯେଉଁ ପଡ଼ା ଗ୍ରାମରେ ଗୋଟିଏ ଜଙ୍ଗଲ ଅଧିକାର କମିଟି ସେମାନେ ଗଠନ କରିବା ପାଇଁ ସେମାନଙ୍କୁ କୁହାଯାଇଥିଲା। ଯଦି ତାର ପ୍ରକ୍ରିୟା ଆମେ ଦେଖିବା, ସେମାନେ ତାଙ୍କର ଜଙ୍ଗଲ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ହେଲେ ସେମାନଙ୍କୁ ପ୍ରତି ଗାଁରେ ବା ପ୍ରତି ପଡ଼ାରେ ଗୋଟିଏ ଜଙ୍ଗଲ ଅଧିକାର କମିଟି ଗଠନ କରିବେ, ଯେଉଁଥିରେ 10ରୁ 15 ଜଣ ସଦସ୍ୟ ରହିବେ। 2/3 ଆଦିବାସୀ ଲୋକମାନେ ରହିବେ। ଯେଉଁ କମିଟିରେ ଯେତିକି ଜଣ ଲୋକ ରହିବେ ତାର 1/3 ମହିଳାମାନେ ରହିବେ, ଯେଉଁଠି ଆମ ସରକାରଙ୍କର ଆଇନ ଭିତରେ ଅଛି 1/3 ମହିଳାମାନେ ରହିବେ। ଏହି ଜଙ୍ଗଲ ଅଧିକାର କମିଟି ଗଠନ ହେଲା ପରେ ଲୋକମାନଙ୍କର ଯାହା ସାବ୍ୟସ୍ତ କରିବା କଥା ସେମାନେ ଜଙ୍ଗଲ ଅଧିକାର କମିଟିରେ ହିଁ ସାବ୍ୟସ୍ତ କରିବେ, ଯେଉଁଟାକି ସେମାନେ ଅଧିକାର ପାଇବା ପାଇଁ ହକଦାର ହେବେ। ଯଦି ଆମେ ଦେଖିବା ଜଙ୍ଗଲ ଅଧିକାର କମିଟିକି ସାବ୍ୟସ୍ତ କଲାବେଳେ କ'ଣ କ'ଣ ବ୍ୟବସ୍ଥା ଥିବା ଦରକାର, ତାଙ୍କ ପାଖରେ କ'ଣ କ'ଣ ଥିବା ଦରକାର, କ'ଣ ସେମାନେ ଦେଇ ସେ ଜଙ୍ଗଲ ଅଧିକାର କମିଟିକି ସାବ୍ୟସ୍ତ କରିବେ। ସେଥିପାଇଁ ସେମାନେ ଯଦି ବ୍ୟକ୍ତିଗତ ଅଧିକାର ପାଇଁ ଦେବେ ଫର୍ମ 1ରେ, ଗୋଷ୍ଠୀଗତ ଅଧିକାର ପାଇଁ ଯଦି ସେମାନେ ଆବେଦନ କରିବେ ଫର୍ମ 6ରେ ଏବଂ ସେମାନଙ୍କର ପାରମ୍ପରିକ ଅଧିକାର ଯଦି ଆମେ ଦେବେ
ସେଥିପାଇଁ ଫର୍ମ ଗରେ ସେମାନଙ୍କୁ ପୂରଣ କରିବା ପାଇଁ ପଡ଼ିବ। এই ପାରମ୍ପରିକ ଅଧିକାର ଜଙ୍ଗଲ ଅଧିକାର ଆଇନ 2006 ଏବଂ ତାର ପରିବର୍ତ୍ତିତ ସଂଶୋଧନ ଆଇନ 2012ରେ ସରକାର ଗୋଟେ ପାରମ୍ପରିକ ଅଧିକାର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ତାଙ୍କୁ ଫର୍ମ ଗରେ ପୂରଣ କରିବା ପାଇଁ ଦେବାକୁ ପଡ଼ିବ। ଏହିସବୁ ଆବେଦନ କରିବା ପାଇଁ ଯଦି ସେ ଜଣେ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ପାଇଁ ଆବେଦନ କରେ, ସେଥିପାଇଁ ତାର ପ୍ରମାଣପତ୍ର, ତାର ଭୋଟର ପରିଚୟ ପତ୍ର, ଆଧାର କାର୍ଡ଼ କିମ୍ବା ତାର ଜମିର ପଟ୍ଟା କିମ୍ବା ତାର ରେସିଡେନ୍ସ ସାର୍ଟିଫିକେଟ୍ ଏଭଳି କୌଣସି ନା କୌଣସି ଗୋଟେ ପ୍ରମାଣପତ୍ର ଦେଇ ତାର ସେହି ସ୍ଥାୟୀ ବାସିନ୍ଦା ବୋଲି ଯେକୌଣସି ଗୋଟିଏ ପ୍ରମାଣପତ୍ର ଦେବାକୁ ପଡ଼ିବ। ଯେଉଁ ଜାଗାରେ ସେ ଭୋଗ ଦଖଲ କରୁଛି ସେ ଜାଗାର ନକ୍ସାଟିଏ କରିକି ଦେବା ପାଇଁ ପଡ଼ିବ। ଯଦି ସେ ଜାଗା ଉପରେ କିଛି ଡିସ୍ପ୍ୟୁଟ୍ ଥାଏ, ସରକାରଙ୍କର କିଛି ନୋଟିସ୍ ଥାଏ କିମ୍ବା ରାଜା ରାଜଡ଼ା ସମୟରେ ମଧ୍ୟ କିଛି ଡିସ୍ପ୍ୟୁଟ୍ ଥାଏ, ଯଦି ତାହା ଅଛି ତାହେଲେ ତାକୁ ମଧ୍ୟ ଦେବାକୁ ପଡ଼ିବ। ଏହା ସହିତ ଜଣେ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କର ବୟାନ ସେଥିରେ ସଂଯୁକ୍ତ କରିବାକୁ ପଡ଼ିବ ଯେ ଜଣେ ଆଦିବାସୀ 13/12/2005 ପୂର୍ବରୁ ସେ ଏହାକୁ ଭୋଗ ଦଖଲ କରିକି ରହିଛି, କିମ୍ବା ଯଦି ସେ ପାରମ୍ପରିକ ଅଧିବାସୀ ହେଇଥାଏ ସେ ସେଟାକୁ ସାବ୍ୟସ୍ତ କରତେ ପଡ଼ିବ ଯେ ସେ 13/12/2005ର 75 ବର୍ଷ ପୂର୍ବରୁ ସେଟାକୁ ଭୋଗ ଦଖଲ କରିକି ରହି ଆସିଛି। ଏତିକି ତଥ୍ୟ ଦେଇ ସେ ଗ୍ରାମସଭାରେ ସେ ତାର ତଥ୍ୟକୁ ସେ ଦେବ। ଗ୍ରାମସଭା ଦେଲା ପରେ ଗ୍ରାମସଭା ସେଟାକୁ SDLCରେ ତାକୁ ଦାଖଲ କରିବ ଏବଂ ତାର ପ୍ରକ୍ରିୟା ଧୀରେ ଧୀରେ ଆରମ୍ଭ ହେବ। ଆମେ ଯଦି ଅଧିକ ତା ବିଷୟରେ ଆଲୋଚନା କରିବା, କେବେ ଯଦି ଅଧିକ ବିଷୟରେ ଆଲୋଚନା କରିବା, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଉଥରେ ଆଉ ଗୋଟେ ଭାଗରେ ମୁଁ ଆପଣଙ୍କୁ ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜଣାଇବି। ସେଥିପାଇଁ ଆମେ ଯଦି ଦେଖିବା ଅନ୍ୟାନ୍ୟ ବିଷୟରେ ମଧ୍ୟ ଆମକୁ କିଛିଟା ଧାରଣା ଦେବାକୁ ପଡ଼ିବ। ଇଏ ଥିଲା ଫର୍ମ ଫର୍ମ ଖରେ ଯଦି ସେଭଳି ଭାବରେ ଆମକୁ ଫର୍ମ ଖ ପୂରଣ କରିବାକୁ ପଡ଼ିବ। ଆମର ଯେଉଁ ଲୋକମାନଙ୍କର ନାମ, ତାଙ୍କର ବୟସ, ପୁରୁଷ କିମ୍ବା ମହିଳା, ତାଙ୍କର ଜାତି, ସେ କେଉଁ ଜାଗାକୁ ଭୋଗ ଦଖଲ କରୁଛନ୍ତି, ସେ ଅଞ୍ଚଳର ପରିସୀମା ବା ତାର ଚିହ୍ନ ଯଦି କିଛି ଅଛି ପୁରା ତାର ମ୍ୟାପ୍ କରି ଦେଇପାରିବେ, କିମ୍ବା ସେ ତାକୁ ଦେଇପାରିବେ ତାର କିଛି ଅଞ୍ଚଳକୁ ଚିହ୍ନିତ କରିକି ଦେଇପାରିବେ। କେଉଁଠି ବରଗଛ ଅଛି, ବଡ଼ ସ୍ତୋତ ଅଛି, ବଡ଼ ପଥର ଅଛି, ଦୋଷାଳି ମାଛ ଅଛି, ଏଠି ତ୍ରିଶାଳି ଅଛି, ଏଇଭଳି ସବୁ ଜାଗାକୁ ଚିହ୍ନଟ କରି ଗୋଟେ ଗୋଟେ ପଏଣ୍ଟକୁ ଚିହ୍ନଟ କରି ତାଙ୍କର ଏରିଆକୁ ସେ କେତେ ଏରିଆ ଭୋଗ ଦଖଲ କରି ରହୁଛନ୍ତି ସେ ତାକୁ ଚିହ୍ନଟ କରିକି ଦେଇପାରିବେ। ତା ସହିତ ସାକ୍ଷ୍ୟ ପ୍ରମାଣ ବି ସେଥିରେ ଦେବେ। ଏହିସବୁ ସମ୍ପୂର୍ଣ୍ଣ ତଥ୍ୟ ଦେଲା ପରେ ଜଙ୍ଗଲ ବିଭାଗକୁ ମଧ୍ୟ ସେ ଅବଗତ ଏଥିରେ କରାଇବେ ଯେ ସେ ଏଇ ଅଞ୍ଚଳକୁ ସେ ଭୋଗ ଦଖଲ କରୁଛନ୍ତି। ସେଥିରେ ଜଙ୍ଗଲ ବିଭାଗର ମଧ୍ୟ ସ୍ୱୀକୃତି ରହିବା ଦରକାର। ଆମ ରେଭିନ୍ୟୁ ଡିପାର୍ଟମେଣ୍ଟର ମଧ୍ୟ ସ୍ୱୀକୃତି ରହିବା ଦରକାର ସେ ଏଇ ଅଞ୍ଚଳକୁ ଭୋଗ ଦଖଲ କରି ରହୁଛନ୍ତି। ଏହିସବୁ ସ୍ୱୀକୃତି ଦେଲା ପରେ ସିଏ ଫର୍ମ ଖରେ ଆବେଦନ କରିପାରିବେ। ଏଇଭଳି ଭାବରେ ଯଦି ଆମେ ଦେଖିବା ଯେ ଜଙ୍ଗଲ ଯଦି FRAର ଆଉ ଗୋଟେ ଦିଗ ପ୍ରତି ଆମେ ଦେଖିବା, এই FRA କମିଟିକୁ ସ୍ୱଚ୍ଛ ଏବଂ ବିବାଦମୁକ୍ତ କରିବା ପାଇଁ ସରକାର 4ଟି କମିଟିକୁ ମଧ୍ୟ ଗଠନ କରିଛନ୍ତି। ଗୋଟେ ହେଲା ଗ୍ରାମସଭା, ଗୋଟେ ହେଲା ଉପଖଣ୍ଡ ସ୍ତରୀୟ କମିଟି ବା SDLC, ଗୋଟେ ହେଲା ଜିଲ୍ଲା ସ୍ତରୀୟ କମିଟି ବା DLC, ଆଉ ଗୋଟେ ରାଜ୍ୟସ୍ତରୀୟ ତଦାରଖ କମିଟି ବା ଷ୍ଟେଟ୍ ଲେବୁଲ୍ ମନିଟରିଂ କମିଟି। এই 4ଟି କମିଟି ଏହାର ସ୍ୱଚ୍ଛତା ପାଇଁ ଏବଂ ବିବାଦମୁକ୍ତ ଏଇ ଯେଉଁ ଜଙ୍ଗଲ ଜମି ଅଧିକାରକୁ ବିବାଦମୁକ୍ତ କରିବା ପାଇଁ এই 4ଟି କମିଟି ଗଠନ କରିଛନ୍ତି। এই 4ଟି କମିଟିର ଭିନ୍ନ ଭିନ୍ନ ଭୂମିକା ରହିଛି। ମୁଖ୍ୟ ଭୂମିକା ଯଦି ଦେଖିବା, ଗ୍ରାମସଭାର ହେଉଛି ମୁଖ୍ୟ ଭୂମିକା। ସେ ପ୍ରକୃତରେ ପ୍ରାଥମିକ ଯାଞ୍ଚ କରିଥାଏ ଯେ କେଉଁ ଲୋକ ସେ ଯେଉଁ ଜଙ୍ଗଲ ଜମିକୁ ଅଧିକାର କରିବା ପାଇଁ ଆବେଦନ କରିଛି ସେ ଜାଗା ଠିକ୍ କି ନାହିଁ, ସେ ତାକୁ ଭୋଗ ଦଖଲ କରୁଛି କି ତାକୁ ମିଛରେ ସେଟାକୁ କହୁଛି, ସେଟା ପ୍ରକୃତରେ ଗ୍ରାମସଭା ହିଁ ନିର୍ଣ୍ଣୟ କରିଥାଏ। ଜାଣିବା ଯଦି ଏଥିପାଇଁ ଦଣ୍ଡବିଧାନକୁ ଆମେ ଦେଖିବା, ଯଦି ଗ୍ରାମସଭାକୁ କେହି ମିଛ ତଥ୍ୟ ଦେଇଥାଏ କିମ୍ବା SDLCରେ କୌଣସି ଲୋକ ଯଦି ମିଥ୍ୟା ତଥ୍ୟ ଦେଇଥିବ ବୋଲି ପ୍ରମାଣ କରିଥାଏ ତାହେଲେ ତାକୁ 1000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ। ତାର ମିଥ୍ୟା ତଥ୍ୟ ପାଇଁ 1000 ଟଙ୍କା ପର୍ଯ୍ୟନ୍ତ ତାକୁ ଜୋରିମାନା କରାଯାଇପାରିବ। କିନ୍ତୁ ଯଦି ସେ ପରେ ବି ମାନିନିଏ ଯେ ମୁଁ ଏଟା ଅଜାଣତବଶତଃ ଭୁଲରେ ଏଟାକୁ ମୁଁ ଦେଇଦେଇଛି, ମୁଁ ତାର ମ୍ୟାପ୍କୁ ଠିକ୍ ଜାଣିପାରି ନାହିଁ କି ମୋର ନକ୍ସା କରିବାର ନାହିଁ, ଏତିକି ଜ୍ଞାନ ମୋ ପାଖରେ ନାହିଁ, ଏତିକି ଦକ୍ଷତା ମୋ ପାଖରେ ନାହିଁ, ମୁଁ ଭୁଲରେ ଦେଇଦେଇଛି, ତାହେଲେ ମଧ୍ୟ ତାଙ୍କର ଯେଉଁ 1000 ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଥିଲା ସେ ଫାଇନ୍କି କୋହଳ କରିଦିଆଯିବାର କ୍ଷମତା ଆମର ଗ୍ରାମ ପଞ୍ଚାୟତର ଅଛି ବା ଗ୍ରାମସଭାର ଅଛି, SDLCର ଅଛି, DLCର ମଧ୍ୟ ଅଛି। ତାକୁ ଜବରଦସ୍ତ କିଛି ଫାଇନ୍ କରାଯାଇପାରିବ ନାହିଁ। ଏସବୁ ବିଷୟରେ ଆମେ ଜାଣିବା ଦରକାର
ସେଥିପାଇଁ ଜଙ୍ଗଲରେ ବାସ କରୁଥିବା ସମସ୍ତ ଆଦିବାସୀ ଏବଂ ଜଙ୍ଗଲରେ ବାସ କରୁଥିବା ସମସ୍ତ ପାରମ୍ପରିକ ଅଧିବାସୀମାନେ ଯଦି ସେମାନେ ଜଙ୍ଗଲରେ ବାସ କରୁଛନ୍ତି ଏବଂ ତାଙ୍କର କିଛି ଭୋଗ ଦଖଲ ଅଛି, କୌଣସି ଜାଗା ଉପରେ ଭୋଗ ଦଖଲ ଅଛି, ସେମାନେ ସରକାରଙ୍କର ଯେଉଁ ଆଇନ ବ୍ୟବସ୍ଥା ଅଛି ତାର ଲାଭ ଉଠାଇ ପାରିବେ ଏବଂ ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିପାରିବେ। ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି, ଯେଉଁ ଜଙ୍ଗଲ ଜମି ଅଧିକାର ସରକାର ତାକୁ ଆମର ପ୍ରଦାନ କରିବା ପାଇଁ ଚାହିଁଛନ୍ତି, ଯେଉଁ 2006 ମସିହାରେ ଯେଉଁ ଆଇନଟି ସ୍ୱୀକୃତ ହୋଇଛି ସେଥିରେ ପୂର୍ଣ୍ଣ ଭାବରେ ଲେଖା ହେଇଛି ଏହା ସେମାନଙ୍କୁ ପଟ୍ଟା ଦିଆଯିବନି, ସେମାନଙ୍କୁ ଅଧିକାର ଦିଆଯିବ। ସେ ଚାହିଁଲେ ବିକ୍ରି କରିପାରିବ ନାହିଁ, ସେ ଚାହିଁଲେ କାହାକୁ ଦେଇପାରିବ ନାହିଁ, କେବଳ ଅଧିକାର ଦିଆଯିବ। ସେ ଅଧିକାରକୁ ସେ ଭୋଗ ଦଖଲ କରିବ, ସେ ତାକୁ ଉପଭୋଗ କରିବ। ତାପରେ ସେମାନଙ୍କର ଯେଉଁମାନେ ବଂଶଧର ଥିବେ, ତାର ଯେଉଁମାନେ ଦାବିଦାର ଥିବେ, ସେମାନେ ମଧ୍ୟ ତାକୁ ଭୋଗ ଦଖଲ କରିବେ। ଏହା ପଟ୍ଟା ନୁହେଁ, ଏଇଟା ହେଉଛି ଅଧିକାର। ଏ ବିଷୟରେ ମଧ୍ୟ ସମସ୍ତେ ଜାଣିବା ଦରକାର। ତାକୁ ନେଇକି ଆମେ ଯେମିତି ପଟ୍ଟାରେ ଯେଉଁ ସୁବିଧା ପାଉଛନ୍ତି, କୌଣସି ରେସିଡେନ୍ସ ସାର୍ଟିଫିକେଟ୍ ବାହାର କରିବା ପାଇଁ ହେଉ, ପିଲା ପାଠ ପଢ଼ିବା କ୍ଷେତ୍ରରେ ହେଉ, ତା ରେସିଡେନ୍ସ କରିବା ପାଇଁ ହେଉ, କୌଣସି ଘରଟେ ତିଆରି କରିବା ପାଇଁ ଇନ୍ଦିରା ଆବାସଟା ଆସିଲା, ଘରଟେ ତିଆରି କରିବା ପାଇଁ ଯେଉଁ ସୁବିଧା ପାଉଛନ୍ତି, ଏଇ ଜଙ୍ଗଲ ଜମି ଅଧିକାର ମଧ୍ୟ ସେହି ସମାନ ସୁବିଧା ଆମେ ଉପଭୋଗ କରିବା। କିନ୍ତୁ ପଟ୍ଟା ନୁହେଁ, ସେମାନଙ୍କୁ ପଟ୍ଟା ଦିଆଯିବନି, ସେମାନଙ୍କୁ ଅଧିକାର ଦିଆଯିବ। ପରବର୍ତ୍ତୀ ସମୟରେ ଏହାର ଭିତରେ ଆହୁରି ଅନ୍ୟାନ୍ୟ ଆଇନ ସମ୍ପର୍କିତ ଆମେ କେତେବେଳେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ଆଜି ପାଇଁ ଏତିକି, ନମସ୍କାର।